ନିଅନ୍ତୁ ଫଳ, ମିଠା ମିଠା ଫଳ। ଆରେ ବା, ଆଜି ତମର ବହୁତ ଭଲ ରୋଜଗାର ହେଲା। ମୋ ଝିଅ ପାଇଁ ଆଜି କିଛି ମିଠା ନେଇଯାଏ, ତାକୁ ମିଠା ଖାଇବା ପାଇଁ ଭାରି ଭଲ ଲାଗେ। ଏମିତି କହି ଚଢ଼େଇ ଗୋଟେ ମିଠା ଦୋକାନକୁ ଗଲା, ଆଉ କିଛି ମିଠା କିଣି ଘରକୁ ଗଲା। ଆରେ ମା, କୁଆଡେ ଗଲୁ? ଏଇ ଦେଖେ, ମୁଁ ଆଜି ତ ମନ ପସନ୍ଦର ମିଠା ନେଇ ଆସିଛି। ସତରେ ମା? ଦିଅ ଦିଅ, ମତେ ଶୀଘ୍ର ସେ ମିଠା ଦିଅ। ମିଠା ବହୁତ ବଢିଆ ହେଇଛି ମା। ଆମେ ବହୁତ ଦିନ ହେଲାଣି ଝରଣା ଦେଖିବାକୁ ଯାଇନାହାନ୍ତି। ଝରଣା ପାଖରେ ଥିବା ଫୁଲ ବଗିଚା କଥା ମୋର ବହୁତ ମନେ ପଡୁଛି। ଚାଲ ନା ମା, ଆମେ ଥରେ ସେ ବଗିଚାକୁ ବୁଲିବା ପାଇଁ ଯିବା। ଆଚ୍ଛା ହଉ, ଆଜି ତ ରାତି ହେଲାଣି, ସକାଳ ହେଉ ଆମେ ସେ ବଗିଚାକୁ ଯିବା। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ଚଢ଼େଇ ଆଉ ତାର ଝିଅ ଝରଣା ପାଖ ବଗିଚାକୁ ବୁଲିବା ପାଇଁ ଗଲେ। ସେମାନେ ବୁଲୁ ବୁଲୁ ଗୋଟେ ଆମ୍ବ ଗଛ ଦେଖିଲେ, ଆଉ ସେ ଆମ୍ବ ଗଛ ପାଖକୁ ଗଲେ। ମା ଦେଖ, ଏଠି ଗୋଟେ କେତେ ବଡ ଆମ୍ବ ପଡିଛି। ମୁଁ ଆମ୍ବ ଖାଇକି ଦେଖୁଛି, ଯଦି ଆମ୍ବ ମିଠା ଲାଗେ ଆମେ ଆହୁରି ଆମ୍ବ ଘରକୁ ନେବା। ଏମିତି କହି ଚଢ଼େଇ ଛୁଆ ଯେମିତି ଆମ୍ବ ଖାଇବାକୁ ଗଲା, ସେତେବେଳେ ଏକ ମୟୂର ସେଠାକୁ ଆସି କହିଲା, ଆରେ ଆରେ ରହିଯା, ଏ ଆମ୍ବକୁ ଖାନି, ସେ ଆସିବା ଆଗରୁ ଜଲ୍ଦି ଏଠାରୁ ପଳାଅ। ମୟୂର, ତୁମେ ଆମ୍ବ ଖାଇବାକୁ କାହିଁକି ମନା କରୁଛ? ଏ ଆମ୍ବ ଖାଇଲେ କଣ ହେବ? ସବୁ କଥା ମୁଁ ଏବେ କହିପାରିବିନି, ସେ ସବୁର ସମୟ ନାହିଁ। ଯେତେ ଶୀଘ୍ର ପାରୁଛ ଏ ଜାଗା ଛାଡି ପଳାଅ। ଏମିତି କହି ମୟୂର ଶୀଘ୍ର ଶୀଘ୍ର ସେଠାରୁ ଚାଲିଗଲା। ମାରି ଚାଲ, ଆମେ ଏବେ ହିଁ ଏଠୁ ପଳେଇବା। ନିଶ୍ଚୟ ବାଘ ଆସୁଛି, ସେଥିପାଇଁ ମୟୂର ଏମିତି କହୁଥିଲା। ଆଚ୍ଛା ଠିକ ଅଛି ମା, ଚାଲ ଶୀଘ୍ର ଏଠାରୁ ଯିବା। ଆରେ ମା, ମୟୂର ଯେତେବେଳେ ମନା କଲା ଏ ଆମ୍ବକୁ ଖାଇବା ଠିକ ହେବନି, ତୁ ଏ ଆମ୍ବକୁ ପକେଇ ଦେ। କିନ୍ତୁ ମା, ଏ ଆମ୍ବ ତ ଭଲ ଦେଖା ଯାଉଛି, ମୋର କିଛି ହେବନି, ମୁଁ ଖାଇଦିଏ। ତତେ ଥରେ ମନା କଲି ନା ଖାନି, ଏ ଆମ୍ବକୁ ଏବେ ହିଁ ପକା। ସେମାନେ ସେ ଆମ୍ବକୁ ସେଠାରେ ପକାଇ ଚାଲିଗଲେ। ସେତେବେଳେ ସେ ରାସ୍ତା ଦେଇ କାଉ ଛୁଆ ଯାଉଥିଲା। ସେ ଆମ୍ବକୁ ପଡିଥିବାର ଦେଖି ତା ପାଖକୁ ଆସିଲା। ଆରେ ବା, ଏଠି କେତେ ସୁନ୍ଦର ଗୋଟେ ଆମ୍ବ ପଡିଛି। କେହି ଏଠାକୁ ଆସିବା ପୂର୍ବରୁ ମୁଁ ଏ ଆମ୍ବକୁ ଖାଇନିଏ। କାଉ ଛୁଆ ଲୋଭ ସମ୍ଭାଳି ନ ପାରି ସେ ଆମ୍ବକୁ ଖାଇଦେଲା। ସଙ୍ଗେ ସଙ୍ଗେ ସେ ବି ଗୋଟେ ଆମ୍ବ ପାଲଟି ଗଲା। ଆଜି ମୁଁ ଜଙ୍ଗଲରୁ ଅନେକ ମିଠା ଫଳ ପାଇଲି। ସବୁଦିନ ଫଳ କିଣି କିଣି ମୋର ଅଧା ଟଙ୍କା ସରିଯାଏ। ଏବେ ମୁଁ ଆଉ ମୋ ଝିଅ ଅନେକ ଦିନ ଯାଏ ଫଳ ଖାଇପାରିବୁ। ମା ମିଟୁ ଘରକୁ ଫେରୁଥିଲା, ସେତେବେଳେ ସେ ଆମ୍ବ ଗଛକୁ ଦେଖି ତା ପାଖକୁ ଗଲା। ବା, ଏଠି କେତେ ସୁନ୍ଦର ଗୋଟେ ଆମ୍ବ ଗଛ ଅଛି। ଆମ୍ବ ଗୁଡାକ ବହୁତ ବଡ ବଡ। ମୁଁ ଗୋଟେ କାମ କରେ, ଏଇ ଗଛରୁ କିଛି ଆମ୍ବ ପାଣି ମୋ ଝିଅ ପାଇଁ ନେଇଯାଏ। ଖା ଖା, ମୋ ଗଛର ଆମ୍ବ ଭାରି ସ୍ୱାଦିଷ୍ଟ। ତୁ ଗୋଟେ ଆମ୍ବ ଖାଇକି ଦେଖେ, ସବୁ ଜାଣିପାରିବୁ। ଏ କଣ ପିଶାଚି? ବଞ୍ଚାଅ ବଞ୍ଚାଅ, ମତେ କେହି ବଞ୍ଚାଅ। ଆରେ ଆରେ, ତୁ ଡରୁଛୁ କାହିଁକି? ମୁଁ ତତେ ମାରିବିନି, ମୁଁ ତତେ ମୋ ଆମ୍ବ ଖାଇବାକୁ କହୁଛି। ତୁ ଥରେ ମୋ ଆମ୍ବ ଖାଇଲେ ସବୁବେଳେ ମୋ ଆମ୍ବ ଖାଇବାକୁ ଇଚ୍ଛା ହେବ। ମୁଁ ତୋର କିଛି କ୍ଷତି କରିବିନି, ତୁ ମୋ ଆମ୍ବ ଖାଇକି ଦେଖେ। ତୁମେ ସତ କହୁଛ ପିଶାଚି? ତୁମେ ମୋର କ୍ଷତି କରିବନି? ତୁମେ ତ ବହୁତ ଭଲ। ମୁଁ ଏ ଆମ୍ବ ମୋ ଝିଅ ପାଇଁ ନେଉଥିଲି। ମୁଁ ଘରକୁ ଗଲେ ମୋ ଝିଅ ସହ ମିଶି ଆମ୍ବ ଖାଇବି। ନା ନା, ସେମିତି ହେଇପାରିବନି। ତୁ ଏଇଠି ଆମ୍ବ ଖା, ପଛରେ ଆମ୍ବ ପାଳି ଘରକୁ ନେବୁ। ପିଶାଚି ପାଖରୁ ଏମିତି ଶୁଣି ମା ମିଟୁ ସେ ଆମ୍ବ ଖାଇଲା। ଯେମିତି ସେ ଆମ୍ବ ଖାଇଲା, ସେ ବି ଗୋଟେ ଆମ୍ବ ପାଲଟି ଗଲା। ହା ହା ହା, ଆଉ ଗୋଟେ ଚଢ଼େଇ ମିଳିଗଲା। ଏବେ ୟାକୁ ବନ୍ଦୀ କରି ରଖିବି। ଆଉ ଖାଲି 9ଟା ଶିକାର ମିଳିଗଲେ ମୋ ସ୍ୱପ୍ନ ପୁରା ହେବ। ଏ କଣ, ମୋ ଗଛରେ ଗୋଟେ ଆମ୍ବ ନାହିଁ? କିଏ ମୋ ଆମ୍ବ ନେଲା? ଏବେଠୁ ମୁଁ ଗଛ ପାଖରେ ରହିବି, ଆଉ କେହି ବି ଯେମିତି ମୋ ଆମ୍ବ ଚୋରି କରିପାରିବେନି। ସେପଟେ ଚଢ଼େଇ ଆଉ ତାର ଝିଅ ଘରକୁ ଯିବା ସମୟରେ ମିଟୁ ଛୁଆକୁ କାନ୍ଦୁଥିବାର ଦେଖିଲେ। ଆରେ ମା ଗୁଡି,
ତୁ ଏମିତି କାନ୍ଦୁଛୁ କାହିଁକି? ଆଣ୍ଟି, ମା ଆଜି ଜଙ୍ଗଲ ଭିତରକୁ ଫଳ ଆଣିବା ପାଇଁ ଯାଇଥିଲେ। ଅନେକ ସମୟ ହେଲାଣି ସେ ଘରକୁ ଫେରି ନାହାନ୍ତି। ମତେ ଭାରି ଡର ଲାଗୁଛି ଆଣ୍ଟି। ଆଚ୍ଛା ଆଚ୍ଛା, ତୁ ଆଉ କାନ୍ନି। ତୋ ମା ଜଙ୍ଗଲ ଭିତରେ ହିଁ ଥିବେ। ଆସେ ତାଙ୍କୁ ଖୋଜି ଦେଖିବା। ଏମିତି ସେମାନେ ମା ମିଟୁକୁ ଖୋଜିବା ପାଇଁ ଗଲେ। ରାସ୍ତାରେ କାଉ ସହ ତାଙ୍କର ଦେଖା ହେଲା। ଆରେ ଚଢ଼େଇ, ତୁମ ଝିଅକୁ ଦେଖିଛୁ? ନା ତ କାଉ ଭଉଣୀ, କଣ ହେଇଛି କି? ଚଢ଼େଇ, ମୋ ଝିଅ ସକାଳୁ ବାହାରକୁ ଯାଇଛି। ସନ୍ଧ୍ୟା ହେବାକୁ ବସିଲାଣି, ହେଲେ ଏଯାଏଁ ସେ ଘରକୁ ଫେରିନି। ଚିନ୍ତା କରନି କାଉ ଭଉଣୀ, ସେ ନିଶ୍ଚୟ କାହା ଘରେ ଥିବ। ତୁମେ ଥରେ ଚଢ଼େଇ ମାନଙ୍କ ଘରକୁ ଯାଇ ଦେଖ। ଆଚ୍ଛା ଠିକ ଅଛି ଚଢ଼େଇ, ମୁଁ ଏବେ ଦେଖୁଛି। ତମେ ମାନେ ଜଙ୍ଗଲ ଭିତରେ କାହିଁକି ବୁଲୁଛ? କିଛି ସମୟ ପରେ ରାତି ହେଇଯିବ। ଯାଅ ଯାଅ, ନିଜ ଘରକୁ ଫେରିଯାଅ। ମୟୂର, ମିଟୁ ଛୁଆର ମା ସକାଳୁ ଫଳ ଆଣିବାକୁ ଯାଇଥିଲା, ହେଲେ ଏଯାଏଁ ଘରକୁ ଫେରିନି। ଆମେ ତାକୁ ହିଁ ଖୋଜିବାକୁ ଆସିଛୁ। ତମେ ମାନେ ତାକୁ ଆଉ ପାଇବନି। ସେ ଆମ୍ବ ଗଛରୁ ଆମ୍ବ ଖାଇ ଆମ୍ବ ହେଇଯାଇଛି। ଆମ୍ବ ହେଇଯାଇଛି ମାନେ? ସେତେବେଳେ ତୁମେ ଆମକୁ ବି ଆମ୍ବ ଖାଇବାକୁ ମନା କଲ। ସେ ରହସ୍ୟଟା କଣ ଆମକୁ ଏବେ ହିଁ କୁହ। ଆଚ୍ଛା ହଉ ଶୁଣ, ସେ ଆମ୍ବ ଗଛ ଗୋଟେ ପିଶାଚିର। ସେ ପ୍ରତ୍ୟେକ ଦିନ ଗୋଟେ ଆମ୍ବ ସେ ଗଛ ତଳେ ପକେଇକି ରଖେ। ଯିଏ ବି ଆମ୍ବ ଖାଏ ସେ ଆମ୍ବ ପାଲଟି ଯାଏ। ମୁଁ ଯେବେ ବି ସୁଯୋଗ ପାଏ ଚଢ଼େଇ ମାନଙ୍କୁ ମନା କରେ ସେ ଆମ୍ବ ଖାଇବା ପାଇଁ। ଏ ତୁମେ କଣ କହୁଛ ମୟୂର? ତା ମାନେ କାଉ ଛୁଆ ବି ପିଶାଚି ପାଖରେ ବନ୍ଦୀ ହେଇଅଛି। ଆମେ କେମିତି ସମସ୍ତଙ୍କୁ ପିଶାଚି ପାଖରୁ ମୁକ୍ତ କରିବୁ? ତୁମେ କଣ ଜାଣିଛ? ନା, ମୁଁ ସେ ବିଷୟରେ କିଛି ବି ଜାଣିନି। ଏବେ କେବଳ ଫୁଲ ପରି ହିଁ ଆମ ସମସ୍ୟାର ସମାଧାନ କରିପାରିବେ। ଚାଲ ସମସ୍ତେ ତାଙ୍କ ପାଖକୁ ଯିବା। ଏମିତି କଥା ହେଇ ସମସ୍ତେ ଫୁଲପରି ପାଖକୁ ଗଲେ। ସେତେବେଳେ ଫୁଲପରି ଧ୍ୟାନ କରୁଥିଲା। ଫୁଲପରି, ଆଖି ଖୋଲ। ଆମେ ବହୁତ ବିପଦରେ ପଡି ତୁମ ପାଖକୁ ଆସିଛୁ। କଣ ହେଲା ଚଢ଼େଇ? ମତେ ସବୁ କଥା ଖୋଲିକି କହ। ଚଢ଼େଇ ପରୀକୁ ସବୁ ଘଟଣା କହିଲା। ସେ ପିଶାଚିର ଏତେ ସାହସ! ସେ ମୋ ଜଙ୍ଗଲକୁ ଆସି ପକ୍ଷୀମାନଙ୍କର କ୍ଷତି କରୁଛି। ମୁଁ ତାକୁ ଜମା ବି ଛାଡ଼ିବିନି। ଚଢ଼େଇ, ମୁଁ ଏବେ ଧ୍ୟାନରେ ବସିଛି। ଏବେ ଏଠାରୁ ଚାଲିଗଲେ ମୋ ଶକ୍ତି କମିଯିବ। ମୁଁ ସିନା ଧ୍ୟାନ ଛାଡ଼ି ଯାଇପାରିବିନି, ହେଲେ ତମେ ମାନେ ସେ ପିଶାଚିକୁ ହରେଇ ପାରିବ। ଏ ନିଅ, ଏଥିରେ ଯୋଉ ଗଙ୍ଗା ଜଳ ଅଛି ସେଥିରେ ମୁଁ ମୋ ଶକ୍ତି ମିଶେଇ ଦେଇଛି। ପିଶାଚି ଯେତେବେଳେ ତମମାନଙ୍କ ପାଖକୁ ଆସିବ, ତମେ ମାନେ ଏଇ ଗଙ୍ଗା ଜଳ ତା ଉପରେ ଆଉ ସେ ଗଛ ଉପରେ ପକେଇଦେବ। ପିଶାଚି ଧ୍ୱଂସ ହେଇଯିବ। ଆଚ୍ଛା ଠିକ ଅଛି, ଆମେ ଏବେ ସେମିତି ହିଁ କରିବୁ। ଚଢ଼େଇ, ସେ ପିଶାଚି ଏଠାକୁ ଆସିବ ତ? ଯଦି ସେ ନ ଆସେ? ଆସିବ ଆସିବ, ନିଶ୍ଚୟ ଆସିବ। ମୁଁ ତାର ସବୁ ଆମ୍ବ ପାଳିଦେବି। ସେ ରହି ନ ପାରି ଏଠାକୁ ଆସିବ। ସେତେବେଳେ ତୁମେ ଏଇ ଗଙ୍ଗା ଜଳ ଗଛ ଉପରେ ଆଉ ସେ ପିଶାଚି ଉପରେ ପକେଇଦେବ। ଆଚ୍ଛା ଠିକ ଅଛି ଚଢ଼େଇ। ଏଇ ଚଢ଼େଇ, ତୁ ଏତେ ଗୁଡେ ଆମ୍ବ କାହିଁକି ତୋଳୁଛୁ? ଥରେ ମୋ ଆମ୍ବ ଖାଇକି ଦେଖେ, କେତେ ମିଠା ଜାଣିପାରିବୁ। ଆଚ୍ଛା ଠିକ ଅଛି, ମୁଁ ଯାଉଛି। ତଳେ ବସି ଆମ୍ବ ଖାଇବି। ଯେମିତି ଚଢ଼େଇ ତଳକୁ ଆସିଲା, ମୟୂର ସଙ୍ଗେ ସଙ୍ଗେ ଗଙ୍ଗା ଜଳ ପିଶାଚି ଉପରେ ଆଉ ସେ ଗଛ ଉପରେ ପକେଇଦେଲା। ପିଶାଚି ଆଉ ତାର ଗଛ ଧ୍ୱଂସ ହେଇଗଲେ। ଯିଏ ବି ଆମ୍ବରେ ବନ୍ଦୀ ହେଇଥିଲେ ସମସ୍ତେ ବାହାରି ଆସିଲେ। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ତୋ ପାଇଁ ମୁଁ ଆଜି ମୁକ୍ତ ହେଇପାରିଲି। ଆରେ ମା, ତୁ ମତେ ଖୋଜି ଖୋଜି ଏଠାକୁ ଚାଲି ଆସିଛୁ? ହଁ ମା, ତୁମକୁ ନ ଫେରିବା ଦେଖି ମୁଁ ଅନେକ କାନ୍ଦୁଥିଲି। ସେତେବେଳେ ଚଢ଼େଇ ଆଣ୍ଟି ଘରକୁ ଆସିଲେ, ଆଉ ମୁଁ ତାଙ୍କ ସହ ମିଶି ତୁମକୁ ଖୋଜିବା ପାଇଁ ଚାଲି ଆସିଲି। ହେଲେ କାଉ ଛୁଆ ତ ଏଠି ନାହିଁ, ସେ କୋଉଠି ଅଛି? ମା, ତୁମର ମନେ ଅଛି ଥରେ ମୁଁ ଗୋଟେ ଆମ୍ବ ଗଛ ତଳେ ପକେଇ ଦେଇଥିଲି? ସେଇ ଆମ୍ବକୁ ଚିକି ଖାଇ ସେଇଠି ଆମ୍ବ ହେଇ ରହିନି ତ? ତୁ ଠିକ କହିଲୁ ରେ ମା, ନିଶ୍ଚୟ କାଉ ଛୁଆ ସେଇଠି ଥିବ। ଚାଲ ଚାଲ, ଏବେ ହିଁ ସେଠାକୁ ଯାଇ ଦେଖି ଆସିବା। ମା, ଜାଣିଛ, ମୁଁ ଗୋଟେ ଆମ୍ବ ଖାଇ ଏଠି ଆମ୍ବ ହେଇ ଯାଇଥିଲି। ହଠାତ୍ ପୁଣି
କେମିତି ନିଜ ରୂପକୁ ଫେରିଲି ଜାଣିପାରୁନି। ଏ ସବୁ ଆମ ପାଇଁ ହେଇଛି। ଆମେ ଯଦି ସେଦିନ ଆମ୍ବକୁ ନ ଫିଙ୍ଗି ମାଟି ତଳେ ପୋତି ଦେଇଥାନ୍ତୁ ବହୁତ ଭଲ ହେଇଥାନ୍ତା। ମାନେ ତୁମେ କଣ କହୁଛ ଆଣ୍ଟି? ମୁଁ ତୁମ କଥା କିଛି ବି ବୁଝିପାରୁନି। ଚଢ଼େଇ ସେମାନଙ୍କୁ ସବୁ ଘଟଣା କହିଲା। ଆରେ ମା, ଆଉ ଦିନେ ବି ଏମିତି ଭୁଲ କରିବୁନି। ତଳେ ପଡିଥିବା କୌଣସି ଜିନିଷ ଖାଇବୁନି। ଠିକ ଅଛି ମା, ମୁଁ ଆଉ ଦିନେ ବି ତଳେ ପଡିଥିବା କୌଣସି ଜିନିଷ ଖାଇବିନି। ଚାଲ ଏବେ ଘରକୁ ଯିବା। ତାପରେ ସବୁ ଚଢ଼େଇ ନିଜ ନିଜ ଘରକୁ ଫେରିଗଲେ।